ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ହରିହର ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆଜିର ଏହି ଭିଡ଼ିଓରେ ଆମେ +3 ଥାର୍ଡ଼ ସେମିଷ୍ଟାର କୋର୍ସ 6ର ୟୁନିଟ୍ 2ର 1 ମାର୍କ କୋଶ୍ଚିନ୍ ଡିସ୍କସନ୍ କରିବା। ତମର ୟୁନିଟ୍ 2ରେ ପ୍ରଗତିବାଦୀ ଓ କାବ୍ୟଧାରା ଅଛି। ଏହି ୟୁନିଟ୍ର ଆମେ 1 ମାର୍କ କୋଶ୍ଚିନ୍ ଡିସ୍କସନ୍ କରିବା। ପ୍ରଥମ କୋଶ୍ଚିନ୍ ଅଛି, କେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହେଲା? 1936 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହୋଇଥିଲା। ଓଡ଼ିଆ ସାହିତ୍ୟର ସାମ୍ୟବାଦୀ ଚିନ୍ତାର ଭଗୀରଥ କିଏ? ଓଡ଼ିଆ ସାହିତ୍ୟର ସାମ୍ୟବାଦୀ ଚିନ୍ତାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଶିକାର ଗଳ୍ପର ରଚୟିତା କିଏ? ଶିକାର ଗଳ୍ପର ରଚୟିତା ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ, ନବଯୁଗ ସାହିତ୍ୟ ସଂସଦର ସାଂସ୍କୃତିକ ଅନୁଷ୍ଠାନର ମୁଖପତ୍ର ନାମ କ'ଣ? ଆଧୁନିକ। 5 ନମ୍ବର ପ୍ରଶ୍ନ ରହିଛି, ପାଣ୍ଡୁଲିପିର ରଚୟିତା କିଏ? ପାଣ୍ଡୁଲିପିର ରଚୟିତା ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। କବି ଅନନ୍ତ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରିଥିଲେ? କବି ଅନନ୍ତ ପଟ୍ଟନାୟକ 1913 ମସିହାରେ ଜନ୍ମଗ୍ରହଣ କରିଥିଲେ। ସଚ୍ଚିଦାନନ୍ଦ ରାଉତରାୟ କେବେ ଜନ୍ମଗ୍ରହଣ କରିଥିଲେ? ସଚ୍ଚିଦାନନ୍ଦ ରାଉତରାୟ 1916 ମସିହାରେ ଜନ୍ମଗ୍ରହଣ କରିଥିଲେ। ବାଜିରାଉତ କବିତାର କବି କିଏ? ବାଜିରାଉତ କବିତାର କବି ସଚ୍ଚିଦାନନ୍ଦ ରାଉତରାୟ। ଶାସ୍ତି ଉପନ୍ୟାସର ରଚୟିତା କିଏ? ଶାସ୍ତି ଉପନ୍ୟାସର ରଚୟିତା ହେଉଛନ୍ତି କାହ୍ନୁଚରଣ ପାଣିଗ୍ରାହୀ। ସଚ୍ଚିଦାନନ୍ଦ ରାଉତରାୟ କେବେ ମୃତ୍ୟୁବରଣ କରିଥିଲେ? ସଚ୍ଚିଦାନନ୍ଦ ରାଉତରାୟ 2004 ମସିହାରେ ମୃତ୍ୟୁବରଣ କରିଥିଲେ। ଲୋଡ଼ା ଆଲୁଡ଼ାର କବିତାର କବି କିଏ? ଲୋଡ଼ା ଆଲୁଡ଼ାର କବିତାର କବି ହେଉଛନ୍ତି କବି ଅନନ୍ତ ପଟ୍ଟନାୟକ। ରକ୍ତଶିଖା କେବେ ପ୍ରକାଶ ପାଇଥିଲା? ରକ୍ତଶିଖା 1930 ମସିହାରେ ପ୍ରକାଶ ପାଇଥିଲା। ଶାନ୍ତିଶିଖା କେବେ ପ୍ରକାଶ ପାଇଥିଲା? ଶାନ୍ତିଶିଖା 1952 ମସିହାରେ ପ୍ରକାଶ ପାଇଥିଲା। ବାଜିରାଉତ କେବେ ପ୍ରକାଶ ପାଇଥିଲା? ବାଜିରାଉତ 1941 ମସିହାରେ ପ୍ରକାଶ ପାଇଥିଲା। ପଲ୍ଲୀଶ୍ରୀ କବିତା ପୁସ୍ତକର ରଚୟିତା କିଏ? ପଲ୍ଲୀଶ୍ରୀ କବିତା ପୁସ୍ତକର ରଚୟିତା ହେଉଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ। ମଶାଣିର ଫୁଲ କେବେ ପ୍ରକାଶ ପାଇଥିଲା? 1946 ମସିହାରେ ମଶାଣିର ଫୁଲ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ପାଣ୍ଡୁଲିପି କେବେ ପ୍ରକାଶ ପାଇଥିଲା? 1946ରେ ପାଣ୍ଡୁଲିପି ପ୍ରକାଶ ପାଇଥିଲା। ପଲ୍ଲୀଶ୍ରୀ କେବେ ପ୍ରକାଶ ପାଇଥିଲା? 1942 ମସିହାରେ ପଲ୍ଲୀଶ୍ରୀ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ସଚ୍ଚିଦାନନ୍ଦ ରାଉତରାୟ 1986 ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ନବଯୁଗ ସାହିତ୍ୟ ସଂସଦ କେବେ ଗଠିତ ହୋଇଥିଲା? ନବଯୁଗ ସାହିତ୍ୟ ସଂସଦ 1935 ମସିହାରେ ଗଠିତ ହୋଇଥିଲା। ଆଧୁନିକ ପତ୍ରିକା କେବେ ପ୍ରକାଶ ପାଇଥିଲା? ଆଧୁନିକ ପତ୍ରିକା 1936 ମସିହାରେ ପ୍ରକାଶ ପାଇଥିଲା। ପ୍ରଗତିବାଦୀମାନେ କେଉଁ ଦର୍ଶନରେ ପ୍ରଭାବିତ ହୋଇଥିଲେ? ପ୍ରଗତିବାଦୀମାନେ ମାର୍କସୀୟ ଦର୍ଶନରେ ପ୍ରଭାବିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଚିତ୍ରଗ୍ରୀବ ଉପନ୍ୟାସର ରଚୟିତା କିଏ? ସଚ୍ଚିଦାନନ୍ଦ ରାଉତରାୟ ହେଉଛନ୍ତି ଚିତ୍ରଗ୍ରୀବ ଉପନ୍ୟାସର ରଚୟିତା। ପାଥେୟର ରଚୟିତା ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟ କେଉଁ ପତ୍ରିକାରେ ସମ୍ପାଦକ ଥିଲେ? କେଉଁ ପତ୍ରିକାର ସମ୍ପାଦକ ଥିଲେ? ଦିଗନ୍ତ ପତ୍ରିକାର ସମ୍ପାଦକ ଥିଲେ। ସଚ୍ଚିଦାନନ୍ଦ ରାଉତରାୟ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କବିତା 1962 ପାଇଁ ସଚ୍ଚିଦାନନ୍ଦ ରାଉତରାୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସଚ୍ଚିଦାନନ୍ଦ ରାଉତରାୟ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ?
ସଚ୍ଚିଦାନନ୍ଦ ରାଉତରାୟ 1986 ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। 28 ନମ୍ବର ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ସଚ୍ଚିଦାନନ୍ଦ ରାଉତରାୟ 1963 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଗୋଟିଏ ବାକ୍ୟରେ ଉତ୍ତର ଦିଅ। ପ୍ରଥମ କ୍ୱେଶ୍ଚିନ୍ ଅଛି, ନବଯୁଗ ସାହିତ୍ୟ ସଂସଦ କେବେ ପ୍ରତିଷ୍ଠା ହୋଇଥିଲା? 1935 ମସିହାରେ ପ୍ରତିଷ୍ଠା ହୋଇଥିଲା। ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଜନ୍ମ କେବେ ହୋଇଥିଲା? ନବଯୁଗ ସାହିତ୍ୟ ସଂସଦ ସହିତ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଜନ୍ମ ହୋଇଥିଲା। ନବଯୁଗ ସାହିତ୍ୟ ସଂସଦର ପ୍ରାରମ୍ଭିକ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା? ନବଯୁଗ ସାହିତ୍ୟ ସଂସଦର ପ୍ରାରମ୍ଭିକ ଅଧିବେଶନ 29 ନଭେମ୍ବର 1935 ମସିହାରେ ଅନୁଷ୍ଠିତ ହୋଇଥିଲା। ଏହି ସଂସଦର ଉଦ୍ଘାଟନୀ ଉତ୍ସବ କିଏ ସଭାପତିତ୍ୱ କରିଥିଲେ? କାଳିନ୍ଦୀ ଚରଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ପ୍ରଗତି ଚେତନାର ଆମଦାନୀ କେଉଁଠାରୁ ହୋଇଥିଲା? ପ୍ରଗତି ଚେତନାର ଆମଦାନୀ ମାର୍କସୀୟ ଚେତନାରୁ ହୋଇଥିଲା। ସଚ୍ଚିଦାନନ୍ଦ ରାଉତରାୟଙ୍କ ପାଣ୍ଡୁଲିପି କେବେ ପ୍ରକାଶ ପାଇଥିଲା? ସଚ୍ଚିଦାନନ୍ଦ ରାଉତରାୟ ତାଙ୍କ ପାଣ୍ଡୁଲିପି 1947 ମସିହାରେ ପ୍ରକାଶିତ ହୋଇଥିଲା। ରକ୍ତଶିଖା କିଏ ରଚନା କରିଥିଲେ? ରକ୍ତଶିଖା କବି ଅନନ୍ତ ପଟ୍ଟନାୟକ ରଚନା କରିଥିଲେ। ପ୍ରଗତିବାଦୀର କେଉଁ ସାଧକ ଶ୍ରୀ ଜଟାୟୁ ଛଦ୍ମ ନାମରେ ସାମ୍ୟବାଦୀ ଚିନ୍ତାଧାରାରେ କବିତା ଲେଖୁଥିଲେ? ରଘୁନାଥ ଦାସ ଶ୍ରୀ ଜଟାୟୁ ଛଦ୍ମ ନାମରେ ସାମ୍ୟବାଦୀ ଚିନ୍ତାଧାରାରେ କବିତା ଲେଖୁଥିଲେ। 1936 ମସିହାରେ ପ୍ରକାଶ ପାଇଥିବା ପତ୍ରିକାର ନାମ କ'ଣ? ଆଧୁନିକ ହେଉଛି 1936 ମସିହାରେ ପ୍ରକାଶ ପାଇଥିବା ପତ୍ରିକାର ନାମ। କବି ସଚ୍ଚି ରାଉତରାୟଙ୍କର ପାଥେୟ କେବେ ପ୍ରକାଶ ପାଇଥିଲା? 1931 ମସିହାରେ କବି ସଚ୍ଚି ରାଉତଙ୍କ ପାଥେୟ ପ୍ରକାଶ ପାଇଥିଲା। ସଚ୍ଚିଦାନନ୍ଦ ରାଉତରାୟଙ୍କ ଅଭିଯାନ କେବେ ପ୍ରକାଶ ପାଇଥିଲା? ସଚ୍ଚି ରାଉତରାୟଙ୍କ ଅଭିଯାନ 1930 ମସିହାରେ ପ୍ରକାଶ ପାଇଥିଲା। ମାଟିର ପତଙ୍ଗ, ଖାଦ୍ୟ, ରାତ୍ରି, ବାର୍ତ୍ତା, ସହର, ତଳିର ଉଷା କବି ସଚ୍ଚି ରାଉତରାୟଙ୍କ ଲିଖିତ କବିତାଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଅଭିଯାନ ସଂକଳନରେ ଥିବା ଦୀର୍ଘ କବିତାଟିର ନାମ କ'ଣ? ସର୍ବହରା ହେଉଛି ଅଭିଯାନ ସଂକଳନରେ ଥିବା ଦୀର୍ଘ କବିତା। କବି ସଚ୍ଚି ରାଉତରାୟଙ୍କର ବାଜିରାଉତ କେବେ ପ୍ରକାଶ ପାଇଥିଲା? 1941 ମସିହାରେ କବି ସଚ୍ଚି ରାଉତରାୟଙ୍କ ବାଜିରାଉତ କବିତା ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଛି, ପାଣ୍ଡୁଲିପି କବିତା ସଂକଳନରେ କେଉଁ ସ୍ୱର ପ୍ରକାଶିତ? ପାଣ୍ଡୁଲିପିର କାବ୍ୟ ସ୍ୱରରେ ମାର୍କସୀୟବାଦୀ ଚେତନା ସହିତ ଯୁଦ୍ଧୋତ୍ତରର କାଳୀନ ଅବକ୍ଷୟ ମୂଲ୍ୟବୋଧ ଏବଂ ହତାଶାର ରୂପାୟନ ମଧ୍ୟ ଘଟିଛି। ଏହା ଥିଲା ପାଣ୍ଡୁଲିପି କବିତାର ସ୍ୱର ପ୍ରକାଶିତ ହୋଇଥିଲା। କବିତା 1962 କବିତା ସଂକଳନର ରଚୟିତା ହେଉଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ। କବିଙ୍କର ସ୍ୱଗତ ସଂକଳନ କେବେ ପ୍ରକାଶ ପାଇଥିଲା? କବିଙ୍କର ସ୍ୱଗତ ସଂକଳନ 1958 ମସିହାରେ ପ୍ରକାଶ ପାଇଥିଲା। ଅନନ୍ତ ପଟ୍ଟନାୟକ କେଉଁ ଛାତ୍ର ଥିଲେ? ଅନନ୍ତ ପଟ୍ଟନାୟକ ଇତିହାସ ଓ ଅର୍ଥନୀତିର ଛାତ୍ର ଥିଲେ କବି ଅନନ୍ତ ପଟ୍ଟନାୟକ। ରକ୍ତଶିଖା କେବେ ପ୍ରକାଶ ପାଇଥିଲା? ରକ୍ତଶିଖା 1939 ମସିହାରେ ପ୍ରକାଶ ପାଇଥିଲା। କୋଟକଣ୍ଠେ କେବେ ପ୍ରକାଶ ପାଇଥିଲା? କୋଟକଣ୍ଠେ 1948 ମସିହାରେ ପ୍ରକାଶ ପାଇଥିଲା। ଏହା ଥିଲା ତମର ପ୍ରଗତିବାଦୀ କାବ୍ୟଧାରାର 1 ମାର୍କ କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କଲେ। ତ ପରବର୍ତ୍ତୀ ଭିଡ଼ିଓରେ ଆମେ ଏହି ୟୁନିଟ୍ର 2 ମାର୍କ କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ଜୟ ଜଗନ୍ନାଥ।